ଜୟ ଶ୍ରୀରାମ। ହିନ୍ଦୁ ଧର୍ମଶାସ୍ତ୍ରରେ ଗାୟତ୍ରୀ ମନ୍ତ୍ରକୁ ସର୍ବଶ୍ରେଷ୍ଠ ମନ୍ତ୍ର ରୂପେ ବିଚାର କରାଯାଏ। କାରଣ ଏଠାରେ ପରମାତ୍ମାଙ୍କର ଦିବ୍ୟ ସ୍ୱରୂପ ସବିତା ଦେବତାଙ୍କର ଆବାହନ କରି ନିଜର ବୁଦ୍ଧିକୁ ସତ୍ମାର୍ଗରେ ପ୍ରେରିତ କରିବା ପାଇଁ ପ୍ରାର୍ଥନା କରାଯାଇଛି। ତେଣୁ ଗାୟତ୍ରୀ ମନ୍ତ୍ରକୁ ସର୍ବଶ୍ରେଷ୍ଠ ପ୍ରାର୍ଥନା ରୂପେ ମଧ୍ୟ ବିଚାର କରାଯାଏ। ଠିକ୍ ସେପରି ନୀତି ଶ୍ଲୋକରେ ମଧ୍ୟ କୁହାଯାଇଛି, ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ଶାସ୍ତ୍ର ତସ୍ୟ କରୋତି କିମ୍ ଲୋଚନାଭ୍ୟାଂ ବିହୀନେଷୁ ଦର୍ପଣେ କିଂ ପ୍ରୟୋଜନମ୍। ଏହାର ଅର୍ଥ ହେଲା, ଯଦି କୌଣସି ବ୍ୟକ୍ତିର ନିଜର ବୁଦ୍ଧି ନଥାଏ ତାହେଲେ ତାକୁ ଶାସ୍ତ୍ର ମଧ୍ୟ ମାର୍ଗଦର୍ଶନ କରାଇ ପାରିନଥାଏ। ଯେପରି ଦର୍ପଣ କୌଣସି ଚକ୍ଷୁହୀନ ବ୍ୟକ୍ତିକୁ ସହାୟକ ବା ପ୍ରୟୋଜନ ହୋଇନଥାଏ। ତେବେ ଗ୍ରହ ଜଗତରେ ବୁଧଙ୍କୁ ବୁଦ୍ଧିର କାରକ ଗ୍ରହ ରୂପେ ବିଚାର କରାଯାଏ। ଯଦି ଜନ୍ମଜାତକରେ ବୁଧ ଶୁଭ ଭାବରେ ଅବସ୍ଥାନ କରିଥାନ୍ତି ତାହେଲେ ବ୍ୟକ୍ତି ନିଜର ବୁଦ୍ଧିକୁ ସତ୍ମାର୍ଗରେ ପ୍ରେରିତ କରି ସତ୍କର୍ମ କରିଥାଏ। ଯଦି ବୁଧଙ୍କର ଅବସ୍ଥାନ ଦୁସ୍ଥାନଗତ ହୋଇଥାଏ ତାହେଲେ ବ୍ୟକ୍ତି ନିଜର ବୁଦ୍ଧିକୁ ଦୁରୁପଯୋଗ କରି ନିଜ ପାଇଁ ବିପଦ ଏବଂ ଦୁର୍ଭାଗ୍ୟ ଡାକି ଆଣିଥାଏ। ତେବେ ବୁଧଙ୍କର ଆଗାମୀ କୁମ୍ଭ ରାଶି ଗୋଚର ସମ୍ବନ୍ଧରେ ଆଗାମୀ ଭିଡ଼ିଓରେ ଜାଣିବା। ଜୟ ଜଗନ୍ନାଥ।